ବର୍ତ୍ତମାନର ସବୁଠାରୁ ବଡ଼ ଖବର ବାସୁଦେବପୁର ବ୍ଲକର ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ ବିଜେଡି ଛାଡ଼ିଲେ। ବାସୁଦେବପୁର ବ୍ଲକର ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ ବ୍ୟକ୍ତିଗତ କାରଣ ପାଇଁ ବିଜେଡି ଦଳରୁ ଇସ୍ତଫା ଦେଇଛନ୍ତି। ବାସୁଦେବପୁର ବ୍ଲକର 36 ପଞ୍ଚାୟତରୁ 26 ଜଣଙ୍କ ଭୋଟ ପାଇ ବିଜୟୀ ହୋଇଥିଲା ବେଳେ କଂଗ୍ରେସ ମାତ୍ର 10 ଖଣ୍ଡ ଭୋଟରେ ସୀମିତ ରହିଥିଲା। ଶ୍ରୀ ବିଶ୍ୱାଳ 1990 ମସିହାରେ ଜନତା ଦଳରେ ସାମିଲ ହୋଇ ବିଜେଡି ଦଳର ଜଣେ ଆଗଧାଡ଼ିର ନେତା ଭାବେ ବେଶ୍ ପରିଚିତ ଥିଲେ। ସେ ନିଜ ପଞ୍ଚାୟତ ବରଣ୍ଡୁଆରେ 1992 ମସିହାରେ ପ୍ରଥମେ ସମିତି ସଭ୍ୟ ଭାବେ ବିଜୟୀ ହୋଇଥିଲା ବେଳେ ସେହିଦିନଠାରୁ କ୍ରମାଗତ ଭାବେ ଉକ୍ତ ପଞ୍ଚାୟତରେ ବିଜୁ ଜନତା ଦଳକୁ ବିଜୟୀ କରି ଆସୁଥିଲେ। ହେଲେ ଆଜି ସେ ଭଦ୍ରକ ଜିଲ୍ଲା ବିଜେଡି ସଭାପତିଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। କେବଳ ଦେଖିବାକୁ ବାକି ରହିଲା ଶ୍ରୀ ବିଶ୍ୱାଳ ଏବେ କେଉଁ ଦଳକୁ ଯାଉଛନ୍ତି। ଆସନ୍ତୁ ଯିବା ଆମ ପ୍ରତିନିଧି ମଧୁସ୍ମିତା ପଲାଇଙ୍କ ପାଖକୁ। କ'ଣ ରହିଛି ପ୍ରତିକ୍ରିୟା ଶ୍ରୀ ନଗେନ୍ଦ୍ର ବିଶ୍ୱାଳଙ୍କର, ଦେଖିବା ଏକ୍ସକ୍ଲୁସିଭ ସାକ୍ଷାତକାର ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍ର। ମୁଁ ଶ୍ରୀ ନଗେନ୍ଦ୍ର ବିଶ୍ୱାଳ, ଚେୟାରମ୍ୟାନ୍ ବାସୁଦେବପୁର ବ୍ଲକ। ନା, ମୁଁ କୌଣସି ଦଳ ବିଜୁ ଜନତା ଦଳ ବା ବିଜୁ ଜନତା ଦଳର ଶୀର୍ଷ ନେତୃତ୍ୱ ପୂର୍ବତନ ମୁଖ୍ୟମନ୍ତ୍ରୀ ସମ୍ମାନୀୟ ନବୀନ ପଟ୍ଟନାୟକ, ମୋର ନେତା, ବାସୁଦେବପୁରର ମୋର ଯିଏ ନେତା, ତାଙ୍କ ପ୍ରତି ବା ଦଳ ପ୍ରତି ମୋର କୌଣସି କ୍ଷୋଭ ନାହିଁ, ଅଭିମାନ ନାହିଁ ବା ଅଭିଯୋଗ ବି ନାହିଁ। କିନ୍ତୁ ସମୟ ଏବଂ ପରିସ୍ଥିତି ହେଉଛି ସମସ୍ତଙ୍କର ସାଥୀ। ସମୟ ପରିସ୍ଥିତି ଅନୁସାରେ ମଣିଷ ଗତି କରେ। ଆମେ ମୂଳରୁ ପଞ୍ଚାୟତର ରାଜନୀତି କରୁଛୁ, ସାଧାରଣ ଲୋକଙ୍କ ସହିତ, ତୃଣମୂଳ ସ୍ତରର ଲୋକଙ୍କ ସହିତ ଦୈନନ୍ଦିନ ଜୀବନରେ ମିଶୁଛୁ। ଆଜିକା ଦିନରେ ସେମାନଙ୍କର ଯେଉଁ ଭାବାବେଗ ଅଛି, ଯେଉଁ ପ୍ରକାର ଆଶା ଅଛି, ତ ଏଇ ଯେଉଁ ଫରମରେ ରହି ମୁଁ ନିଜକୁ ଟିକେ ନିରୁତ୍ସାହିତ ମନେ କଲି। ସେମାନଙ୍କର କାମ କରିବା ସହଜ ହେଉନି। ସେଥିପାଇଁ ମୁଁ ନିଜର ମନ ସ୍ଥିର କରି ବିଜୁ ଜନତା ଦଳରୁ ନିଜକୁ ଇସ୍ତଫା ଦେଇଛି। ଏପର୍ଯ୍ୟନ୍ତ ମୁଁ ସେ ବିଷୟରେ କୌଣସି ମନ ସ୍ଥିର କରିନାହିଁ। ମୁଁ ମୋର ଯେଉଁମାନେ ଶୁଭ ଚିନ୍ତକ ଅଛନ୍ତି, ମୋର ଭୋଟର ଭାଇ ଭଉଣୀ ଅଛନ୍ତି, ଯେଉଁମାନେ ମୋତେ ଚେୟାରମ୍ୟାନ୍ କରିଛନ୍ତି, ସରପଞ୍ଚ ସମିତି ମେମ୍ବର, ଏମାନଙ୍କ ସହିତ ମୁଁ ପରାମର୍ଶ କରିବି। ଦରକାର ପଡ଼ିଲେ ମୋର ନେତୃବୃନ୍ଦଙ୍କ ସହିତ ପରାମର୍ଶ କରିବି। ଯାହା ରାୟ ଆସିବ ସେ ଅନୁସାରେ ମୁଁ ଯାହା ସିଦ୍ଧାନ୍ତ ଗ୍ରହଣ କରିବି। ବାସୁଦେବପୁର ମଧୁସ୍ମିତା ପଲାଇଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।